କେଉଁଭଳି ଲୋକଙ୍କୁ ନର୍କରେ ମିଳିଥାଏ ସ୍ଥାନ? କେଉଁ ପାପ କଲେ ନର୍କକୁ ଯିବେ? ନମସ୍କାର, ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ମୁଁ ଗୀତାଞ୍ଜଳି ସ୍ୱାଗତ କରୁଛି ମୋ ଚ୍ୟାନେଲକୁ। ତାହେଲେ ଆସନ୍ତୁ କେଉଁ ପାପ କଲେ ନର୍କଗାମୀ ହେବେ ସେ ବିଷୟରେ ଆମେ ଜାଣିବା। ମହର୍ଷି ବେଦବ୍ୟାସଙ୍କ ଅନୁସାରେ 4 ଯୁଗ ବିଷୟରେ କୁହାଯାଇଛି, ଯାହା ଅନୁସାରେ ସତ୍ୟଯୁଗ, ତ୍ରେତୟା ଯୁଗ, ଦ୍ୱାପର ଯୁଗ ଓ କଳି ଯୁଗ। ଯୁଗର ଆରମ୍ଭ ସତ୍ୟଯୁଗରେ ହୋଇଥିଲା ଏବଂ ଅନ୍ତ କଳି ଯୁଗରେ ହେବ। କଳି ଯୁଗକୁ ନେଇ ଅନେକ ପ୍ରକାରର ଭବିଷ୍ୟବାଣୀ ହୋଇଛି। ସେହିପରି ଗରୁଡ଼ ପୁରାଣ ଗ୍ରନ୍ଥରେ କଳି ଯୁଗରେ ମଣିଷ ଦ୍ୱାରା କରାଯାଇଥିବା ପାପ ଓ ଏହାର ଦଣ୍ଡ ବିଷୟରେ ଉଲ୍ଲେଖ ଅଛି। ଭଗବାନ ବିଷ୍ଣୁ ତାଙ୍କ ବାହନ ପକ୍ଷୀ ରାଜା ଗରୁଡ଼ଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ ଧର୍ମ, କର୍ମ, ନୀତି, ନିୟମ ଏବଂ ପାପ ଏବଂ ପୁଣ୍ୟ ଆଧାରରେ ମୃତ୍ୟୁ ପରେ ସ୍ୱର୍ଗ ନର୍କ ବିଷୟରେ ଚର୍ଚ୍ଚା କରିଥିଲେ, ଯାହା ଗରୁଡ଼ ପୁରାଣ ଭାବରେ ଜଣାଶୁଣା। ଗରୁଡ଼ ପୁରାଣରେ ଭଗବାନ ବିଷ୍ଣୁଙ୍କ ଦ୍ୱାରା କଳି ଯୁଗରେ କରାଯାଇଥିବା ଏପରି ଖରାପ ପାପ ବିଷୟରେ କୁହାଯାଇଛି, ଯାହାକୁ କରିବା ଦ୍ୱାରା ବ୍ୟକ୍ତି ମୃତ୍ୟୁ ପରେ ସିଧା ନର୍କକୁ ଯାଇଥାଏ ଏବଂ ତାକୁ କଠୋର ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ। ଗରୁଡ଼ ପୁରାଣରେ କୁହାଯାଇଛି ଯେ ଏହି ଖରାପ କାର୍ଯ୍ୟ କରୁଥିବା ଲୋକଙ୍କୁ ନର୍କକୁ ଯିବାରୁ କେହି ବଞ୍ଚେଇ ପାରିବେ ନାହିଁ। ତେବେ ଆସନ୍ତୁ ଜାଣିବା କେଉଁ ପାପ କଲେ ନର୍କକୁ ଯିବେ। ନମ୍ବର 1, ଈଶ୍ୱରଙ୍କ ସେବା କରୁଥିବା ବ୍ରାହ୍ମଣମାନଙ୍କୁ ହତ୍ୟା କରୁଥିବା ଏବଂ ଭ୍ରୂଣ ହତ୍ୟା, ଗର୍ଭପାତ କରୁଥିବା ଲୋକମାନେ ମରିବା ପରେ ନର୍କକୁ ଯାଆନ୍ତି। ନମ୍ବର 2, କୌଣସି ଗର୍ଭବତୀ ମହିଳାଙ୍କୁ ହତ୍ୟା କରୁଥିବା ବ୍ୟକ୍ତିକୁ ନର୍କକୁ ଯିବାକୁ କେହି ରକ୍ଷା କରିପାରିବେ ନାହିଁ। ନମ୍ବର 3, ବିଶ୍ୱାସଘାତକତା ପରେ ବିଷ ଦେଇ ହତ୍ୟା କରୁଥିବା ଲୋକଙ୍କୁ ମଧ୍ୟ ମୃତ୍ୟୁ ପରେ ନର୍କକୁ ଯିବାକୁ ପଡ଼ିଥାଏ। ନମ୍ବର 4, ଯେଉଁମାନେ ଧାର୍ମିକ ପୁସ୍ତକ, ଶାସ୍ତ୍ର ଏବଂ ବେଦ ପୁରାଣ ଉପରେ ପ୍ରଶ୍ନ କରନ୍ତି ସେମାନେ ମଧ୍ୟ ନର୍କକୁ ଯାଇ ଦଣ୍ଡ ଭୋଗନ୍ତି। ନମ୍ବର 5, ଯେଉଁମାନେ ଘରକୁ ଆସୁଥିବା ଅତିଥିଙ୍କୁ ଅସମ୍ମାନ କରନ୍ତି ଏବଂ ଭୋକିଲା ଲୋକଙ୍କୁ ଖାଦ୍ୟ ଏବଂ ଜଳ ଦିଅନ୍ତି ନାହିଁ ସେମାନଙ୍କୁ ମଧ୍ୟ ନର୍କକୁ ଯିବାକୁ ପଡ଼ିଥାଏ। ନମ୍ବର 6, ଅଜଣା ମହିଳା କିମ୍ବା ପୁରୁଷ ସହିତ ସମ୍ପର୍କ ସ୍ଥାପନ କରୁଥିବା ଲୋକଙ୍କ ଆତ୍ମା ମୃତ୍ୟୁ ପରେ ନର୍କକୁ ଯାଏ। ନମ୍ବର 7, ପର ସ୍ତ୍ରୀ ବା ପୁରୁଷ ସହ ସମ୍ବନ୍ଧ ରଖୁଥିବା ଲୋକଙ୍କ ଆତ୍ମା ମୃତ୍ୟୁ ପରେ ନର୍କକୁ ଯାଆନ୍ତି। ନମ୍ବର 8, ଯେଉଁ ଲୋକମାନେ ଦୁର୍ବଳ ଏବଂ ଅସହାୟ ଲୋକଙ୍କୁ ହଇରାଣ କରନ୍ତି ସେମାନେ ସିଧା ନର୍କକୁ ଯାଆନ୍ତି। ନମ୍ବର 9, ଯେଉଁମାନେ ମହିଳାଙ୍କ ମାନ ସମ୍ମାନ ଓ ଇଜ୍ଜତ ଲୁଟନ୍ତି ଏବଂ ଯେଉଁମାନେ ଏଥିରେ ସେମାନଙ୍କୁ ସମର୍ଥନ କରନ୍ତି ସେମାନଙ୍କୁ ମଧ୍ୟ ମୃତ୍ୟୁ ପରେ ସିଧାସଳଖ ନର୍କକୁ ଯିବାକୁ ପଡ଼ିବ। ନମ୍ବର 10, ଯେଉଁମାନେ ନିର୍ଦ୍ଦୋଷ ବିରୁଦ୍ଧରେ ମିଥ୍ୟାବାସୀ ଦିଅନ୍ତି ସେମାନେ ମଧ୍ୟ ସିଧା ନର୍କକୁ ଯାଇ କଠୋର ଦଣ୍ଡ ଭୋଗନ୍ତି। ନମ୍ବର 11, ଯେଉଁମାନଙ୍କୁ ପଞ୍ଚଦେବ ମାନେ ମହାଦେବ, ଶ୍ରୀହରି ବିଷ୍ଣୁ, ସୂର୍ଯ୍ୟଦେବ, ଭଗବାନ ଗଣେଶ ଏବଂ ମା ଦୁର୍ଗାଙ୍କ ଭୟ ନଥିବ ଓ ସେମାନେ ତାଙ୍କର ପୂଜାର୍ଚ୍ଚନା ନ କରନ୍ତି ସେମାନେ ମଧ୍ୟ ସିଧା ନର୍କକୁ ଯାଆନ୍ତି। ନମ୍ବର 12, ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ପଶୁ ବଳି ଦେଉଥିବା ଲୋକମାନେ ମଧ୍ୟ ମୃତ୍ୟୁ ପରେ ନର୍କକୁ ଯାଆନ୍ତି। ଆଜିର ଭିଡ଼ିଓ କେମିତି ଲାଗିଲା ନିଶ୍ଚିତ ଭାବରେ ଜଣେଇବେ। କମେଣ୍ଟ ବକ୍ସରେ ଲେଖିବାକୁ ଜମା ବି ଭୁଲିବେ ନାହିଁ। ଏମିତି ମୋ ଚ୍ୟାନେଲ ସହ ଯୋଡ଼ି ହୋଇଥାନ୍ତୁ ଏବଂ ନୂଆ ନୂଆ ବିଷୟରେ କିଛି ଜାଣିବାକୁ ପାଆନ୍ତୁ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।